ବେକେଲା ଗ୍ରାମରେ ଗତ 9 ମଇରୁ 11 ମଇ ପର୍ଯ୍ୟନ୍ତ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ନାମଯଜ୍ଞରେ କର୍ତ୍ତା ଭାବରେ ଶ୍ରୀମତୀ ବିନିତା ମେହେର ଏବଂ ବେଦବ୍ୟାସ ମେହେର ଦାୟିତ୍ୱ ତୁଲାଇଥିଲେ। ନାମ ସଂକୀର୍ତ୍ତନର ବିଭିନ୍ନ ସମୟରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ, ବ୍ରଜାନଗରର ପୂର୍ବ ବିଧାୟିକା ଅଳକା ମହାନ୍ତି ଏବଂ ତାଙ୍କ ପୁତ୍ର ଦୁର୍ଗେଶ ମହାନ୍ତି, ଝାରସୁଗୁଡ଼ା ବାର୍ ଆସୋସିଏସନ୍ ସଭାପତି ତ୍ରିନାଥ ଗ୍ୱାଲ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ। ତରେକେଲାର ଭରତ ଚନ୍ଦ୍ର ପାଣିଗ୍ରାହୀ ଏବଂ ପ୍ରମୋଦ ତ୍ରିପାଠୀ, ଶ୍ରୀପୁରାର ଯୁବନେତା ମୋତିଲାଲ ତନ୍ତୀ, ରବିଦାସ ସମାଜ ଉପଦେଷ୍ଟା ପ୍ରଦୀପ ତୋଷା, ଝାରସୁଗୁଡ଼ା ରବିଦାସ ସମାଜ ଉପସଭାପତି ମୂଲଚାନ୍ଦ ରୋହିଦାସ, ସମ୍ପାଦକ ସନାତନ ରୋହିଦାସ, କୋଷାଧ୍ୟକ୍ଷ ହରିହର ରୋହିଦାସ, ସଭ୍ୟ ମକରଧ୍ୱଜ ରୋହିଦାସ, ସନାତନ ରୋହିଦାସ, ହୃଦାନନ୍ଦ ରୋହିଦାସ, ପଞ୍ଚାନନ ରୋହିଦାସ, ସଦାନନ୍ଦ ରୋହିଦାସ, ହରିଶଙ୍କର ରୋହିଦାସ, ଗଣେଶ ଭଇଁସା ପ୍ରମୁଖ ମଧ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ତୁମ୍ବେକେଲାରୁ କେଶବ ରୋହିଦାସ, ରୋମାଞ୍ଚ ରୋହିଦାସ, ଗୋପାଳ ମେହେର, କୃଷ୍ଣଚନ୍ଦ୍ର ରୋହିଦାସ, ସୁବ୍ରତ ରୋହିଦାସ, ଘନଶ୍ୟାମ ରୋହିଦାସ ପ୍ରମୁଖ ଏହି ନାମଯଜ୍ଞକୁ ସଫଳ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଦାସ